ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରେ ଆଜି ଯେଉଁଭଳି ଭାବରେ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଛି। ବର୍ଷା ହେଲେ ବି ମଧ୍ୟ ଭକ୍ତମାନେ ଆସିଛନ୍ତି ପ୍ରଭୁଙ୍କୁ ଦର୍ଶନ କରିବେ। କେଉଁଭଳି ଭାବରେ ରଥକୁ ତିନି ରଥକୁ ଟାଣି ନେଇ ମାଉସୀ ମା ମନ୍ଦିର ପାଖରେ ପହଞ୍ଚିବେ ଏ ନେଇ ବି ମଧ୍ୟ ଭକ୍ତମାନେ ଅପେକ୍ଷା କରିଛନ୍ତି। କେଉଁଭଳି ଭାବରେ ରହିଥିଲା ଆଜି ସକାଳର ବିଧି ଏବଂ କେତେବେଳେ ପହଣ୍ଡି ହୋଇଥିଲା, କେତେବେଳେ ଛେରା ପହରା ହୋଇଥିଲା ଏବଂ କେତେବେଳେ ରଥ ଟଣା ହେବ, ଏ ନେଇ ଆମେ ସିଧାସଳଖ କଥା ହେବା। କମିଟିର ଯିଏ କର୍ମକର୍ତ୍ତା ରହିଛନ୍ତି, ଆଜ୍ଞା କଣ କହିବେ? ଆଜି ବର୍ଷା ସତ୍ତ୍ୱେ ବି ଭକ୍ତମାନେ ଆସିଛନ୍ତି, ପ୍ରଭୁଙ୍କୁ ଦେଖା କରୁଛନ୍ତି, ପ୍ରଭୁଙ୍କର ଆଶୀର୍ବାଦ ନେଉଛନ୍ତି ଏବଂ ଅପେକ୍ଷା କରିଛନ୍ତି ଯେ ରଥକୁ ଆମେ ଟାଣି ନେବୁ। ବର୍ଷା ହେଲେ ବି ମଧ୍ୟ ରଥକୁ ଟାଣିବା ପାଇଁ ଭକ୍ତମାନେ ଆଗେଇ ଆସନ୍ତି। କେଉଁଭଳି ଭାବରେ ରହିଥିଲା ଆଜି ବିଧି? ଜୟ ଜଗନ୍ନାଥ। ଶୈଳ ଶ୍ରୀକ୍ଷେତ୍ର ତରଫରୁ ସମସ୍ତଙ୍କର ନଗରବାସୀଙ୍କୁ ଆମର ହାର୍ଦ୍ଦିକ ଅଭିନନ୍ଦନ। ଆଜି ଆମର ରଥଯାତ୍ରାରେ ଯୋଉ ବିଧି ଯଥାପୂର୍ବ ଆରମ୍ଭ ହେଇଥିଲା, କିନ୍ତୁ ବର୍ଷା ଯେହେତୁ ହେଲା, ପହଣ୍ଡି ଆମର 9ଟା ବେଳେ ହବା କଥା, ଆରମ୍ଭ ହଉ ପ୍ରାୟ 10ଟା 15 ଖଣ୍ଡେ ହେଇଗଲା। କିନ୍ତୁ ତା ପରବର୍ତ୍ତୀ ସମୟରେ ପ୍ରଭୁଙ୍କ ଦୟାରୁ କୌଣସି ବାଧାବିଘ୍ନ ହେଇନାହିଁ ଏପର୍ଯ୍ୟନ୍ତ ସୁଦ୍ଧା। ଏବଂ ଠାକୁର ପହଣ୍ଡି ହେଇକିରି ରଥାରୂଢ ହେଇକିରି ଛେରା ପହଁରା ହେଇକିରି ଏବେ ବଳି ପୂଜନ ଚାଲିଛି। ରଥ ଟଣା ହବ, ଭକ୍ତମାନେ ଅପେକ୍ଷା କରିଛନ୍ତି ଯେ କେତେବେଳେ ରଥ ଟଣା ହବ ଏବଂ ଭକ୍ତମାନେ ଯେତେବେଳେ ବର୍ଷା ହଉଛି, ବର୍ଷା ହେଲେ ବି ମଧ୍ୟ ଭଗବାନ ଏବଂ ଭକ୍ତଙ୍କର ଏ ଯୋଉ ଭାବଟି ଆପଣ ଦେଖୁଛନ୍ତି କେଉଁଭଳି ଭାବରେ ଦେଖୁଛନ୍ତି? ଏ ତ ଭାବର ଠାକୁର, ଆଙ୍କୁ ବର୍ଷା କି ଖରା କିଛି ମାନେ ନାହିଁ, ଭକ୍ତଙ୍କୁ ବି ମାନେ ନାହିଁ କି ପ୍ରଭୁଙ୍କୁ ବି ମାନେ ନାହିଁ। ତାଙ୍କର ଯେତେବେଳେ ଇଚ୍ଛା ହେଲା ସେ ବାହାରିବେ, ଆଉ ତାଙ୍କର ମାନେ ଭକ୍ତଙ୍କର ବି ଅନେଇକି ଥାନ୍ତି ପ୍ରଭୁ କେତେବେଳେ ବାହାରିବେ। ତେଣୁ ଏଥିରେ ଏଇ ଯୋଉ ଖରା ବର୍ଷା ପ୍ରକୃତରେ ବାଧା ଦେଇପାରେନି। ଆଉ ଆଜି ତ ରଥଯାତ୍ରାରେ ଭକ୍ତଙ୍କର ବର୍ଷା ସତ୍ତ୍ୱେ ବି ଯୋଉ ସମାଗମ ହଉଛି, ଏଇଥିରୁ ଆଗ୍ରହ କେତେ ଜଣା ପଡୁଛି। ଏଠି ଆମେ କହିବାର କିଛି ଆବଶ୍ୟକତା ବି ନାହିଁ। ମହୋଦୟ କହୁଥିଲେ ଯେ କେଉଁଭଳି ଭାବରେ ଆଜି ବିଧି ହୋଇଥିଲା, ବର୍ଷା ସତ୍ତ୍ୱେ ବି ମଧ୍ୟ ଭଗବାନଙ୍କର ପାଖକୁ ପାଛୋଟି ଆସିଥିଲେ ଭକ୍ତ ଏବଂ ରଥଯାତ୍ରାକୁ କେଉଁଭଳି ଭାବରେ ସୁଦୂର ଭାବରେ କରାଯିବ, କେଉଁଭଳି ଭାବରେ ରଥକୁ ଟାଣି ନେବେ, ଇଏ ବି ନେଇ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା ହେଇଛି। ଏବଂ ଏବେ ଛେରା ପହରା ସରିଛି, ବଳି ପୂଜା ସରିଛି, ଘୋଡା ଆସିଲାଣି। ଘୋଡା ଆସିବା ପରେ ସଂଯୋଗ ହେବ, ଚାରୁମାଳକୁ ଖୋଲା ହେଲା ପରେ ରଥ ଟଣା ହେବ ଏବଂ କେଉଁଭଳି ଭାବରେ ଭକ୍ତମାନେ ବର୍ଷା ହେବା ସତ୍ତ୍ୱେ ବି ମଧ୍ୟ ଆସିଛନ୍ତି, ଆଗେଇ ଆସିଛନ୍ତି, ତିନି ରଥକୁ ମାଉସୀ ମା ମନ୍ଦିର ପାଖକୁ ପାଛୋଟେଇ ନେବେ, ଟାଣି ନେବେ। ଇଏ ହେଉଛି ଭଗବାନ ଏବଂ ଭକ୍ତଙ୍କର ଯୋଉ ମେଳନ, ଇଏ ଏକ ଅପୂର୍ବ ମେଳନ। ଅନୁଗୁଳ ରାଜେଶ ପାତ୍ରଙ୍କ ରିପୋର୍ଟ, MBC TV।